तेजस्विनावधीतमस्तु मा विद्विषावहै। ओम शांति शांति शांति। गुरुर्ब्रह्मा गुरुर्विष्णु गुरुर्देवो महेश्वरः गुरुरेव परं ब्रह्म तस्मै श्री गुरवे नमः। समस्तजन कल्याणे निरतं करुणामयम् नमामि चिन्मयं देवं सद्गुरुं ब्रह्मविद्वरं सद्गुरुं ब्रह्मविद्वरम्। हम्म ଆମ ମାନଙ୍କ ଭିତରେ ଯୋଉ ବିଚାରଟା ଆସେ ଅଦ୍ୱୈତ ପ୍ରତି ଶଙ୍କା ସଂଶୟ ଅଦ୍ୱୈତର ଦ୍ୱୈତ ବୁଦ୍ଧି ତାକୁ ହିଁ ଡିଲ୍ କରୁଛନ୍ତି ଏଠି। କାରଣ ଆମେ ରହୁଛୁ ତ ଦ୍ୱୈତରେ ନା ଦ୍ୱୈତ ରୂପ ଜଗତରେ। ମାନେ ଅନାଦି କାଳରୁ ଏଇ ଅଜ୍ଞାନ ଯୋଗୁଁ ଆକୁ ହିଁ ଆମେ ଭାବୁଛୁ। ଜଣେ ଯେମିତି ଅ, ଅ, ଜଣେ ଏମପି ପାର୍ଲାମେଣ୍ଟର ତାଙ୍କୁ ଡେପୁଟି ଯୋଉ ତାଙ୍କର ପାର୍ଟିର ଥିଲେ ତାକୁ ହଟେଇ ଦେଲେ। ତ ସେଇ ପାର୍ଟିର ବିଷୟରେ ସେ ବହୁତ ଜାଣିଛନ୍ତି ଏବଂ ଏମାନେ କାହିଁକି ହଟେଇଲେ ତାର ଦି ତିନିଟା କାରଣ ବି ଦଉଛନ୍ତି। ମାନେ ଇଏ କହିଲେ କି ମୁଁ ବାଧ୍ୟ ହେଇକି ବର୍ତ୍ତମାନ ମୁଁ କହୁଛି କାହିଁକି ନା 100 ଥର ଯଦି ମିଥ୍ୟା କୁହାଯାଏ ତ ସେଟାକୁ ସତ ହିଁ ଭାବନ୍ତି ଲୋକ। ତେଣୁ ଯୋଉ ଫ୍ୟାକ୍ଟ ଏଟା ମତେ କହିବାକୁ ପଡିବ। ଠିକ ତାକୁ ଉଲ୍ଟା କରନ୍ତୁ। ଅଦ୍ୱୈତ ହଉଛି ଫ୍ୟାକ୍ଟ, ଅଦ୍ୱୈତ ହଉଛି ସତ୍ୟ, ଅଦ୍ୱୈତ ତତ୍ଵ, ଆତ୍ମ ତତ୍ଵ। କିନ୍ତୁ ଅନାଦି କାଳରୁ ମାୟା ଯୋଗୁ ଅଜ୍ଞାନ ଯୋଗୁ ଆମର ଦ୍ୱୈତ ବୁଦ୍ଧି ହେଇଯାଇଛି। ଆମେ ଯେତେବେଳେ ରାତିରୁ ଶୋଇଲା ପରେ ଉଠିଲା ମାତ୍ରେ ତୁରନ୍ତ ଅହಂ ବ୍ରହ୍ମାସ୍ମି ଆସୁନି ନା। ଉଠିବା ମାତ୍ରେ ଆସିବ କି ମୁଁ କୋଉଠି ଅଛି। ସେ ମାନେ ଭଗବାନ କୃଷ୍ଣ ହୁଅନ୍ତୁ ରାମ ହୁଅନ୍ତୁ ଷ୍ଟାର୍ଟିଂରୁ ବୃତ୍ତିଟା ତୁରନ୍ତ ଆସିବ ଶରୀରକୁ ନେଇକି, ଦେଶକୁ ନେଇକି। ଫାଷ୍ଟ ଅନୁଭବ କି ମୁଁ କିଏ। ଫିର ଦେଶକୁ ନେବ ମୁଁ କୋଉଠି ଅଛି। କାଳକୁ ନିଆ ହବ କୋଉଠି, ଦେନ୍ ଶରୀରକୁ କନେକ୍ଟ ହେଇକି ଅନେକ ବୃତ୍ତି ଏମିତି କଣ୍ଟିନ୍ୟୁସ୍ ଚାଲିଛି। ଏବଂ ଅନାଦି କାଳ ଅନେକ ଜନ୍ମ କୋଟି କୋଟି ଜନ୍ମର ହେଇଛି। ସେଥିପାଇଁ ଅଦ୍ୱୈତର ଯୋଉ ଆଗ୍ରହ, ଅଦ୍ୱୈତର ଯୋଉ ଦୃଢ ନିଷ୍ଠା, ଅଦ୍ୱୈତର ଯୋଉ ଭାବନା ହଉନି। ସେଥିପାଇଁ ଏ ଟପିକ ଟାକୁ ସେ ନେଲେ। କହୁଛନ୍ତି ଏ ଅଦ୍ୱୈତ ବୁଦ୍ଧିଟା ତ ଆସୁନି ନା। ଆଉ ଅଦ୍ୱୈତ ଯୋଉ ସିଦ୍ଧାନ୍ତ କହୁଛନ୍ତି ଏ ନ୍ୟାୟ ଦର୍ଶନ ସାଂଖ୍ୟ ଦର୍ଶନ ଚାରବାକ ଆଦିଙ୍କ ନାଁରେ କହୁଛନ୍ତି କଣ ଇଏ ଯୋଉ ଅଦ୍ୱୈତ ନା ତର୍କ ସମ୍ମତ, ଅନୁଭବ ସମ୍ମତ ନୁହଁ। ତର୍କ ଦ୍ଵାରା ଜାଣି ହବ କି ହଁ ଫିଜିକ୍ସରେ ବି କୁହାଯାଉଛି ନା ପ୍ରତ୍ୟେକ ପଦାର୍ଥରେ ଗୋଟେ ସତ୍ତା ଅଛି, ଗୋଟେ ଏକ୍ଜିଷ୍ଟେନ୍ସ ଅଛି। ଏବଂ ସତ୍ତା ଯୋଉ ଏକ୍ଜିଷ୍ଟେନ୍ସ ସେଟା ହଉଛି କମନ। ସତ୍ତା ଯୋଉ ଏକ୍ଜିଷ୍ଟେନ୍ସ ସେଟା ହଉଛି ଗୋଟିଏ, ଏକ। ପଦାର୍ଥ ଅଲଗା ଅଲଗା କିନ୍ତୁ ଯୋଉ ସତ୍ତା ସେ ଗୋଟିଏ। ଏଟା ତର୍କ ଦ୍ଵାରା ବୁଝି ହଉଛି, ବିଚାର ଦ୍ଵାରା ବୁଝି ହଉଛି, ବୁଦ୍ଧି ହଁ କରୁଛି। କିନ୍ତୁ ଅନୁଭବ ତ ହଉନି ନା କି ମୁଁ ସେଇ ଅଦ୍ୱୈତ ତତ୍ଵ। ଷ୍ଟାର୍ଟିଂ ର ଅନୁଭବ ତ ହଉଛି ଦ୍ୱୈତ ଦ୍ୱୈତ ଦ୍ୱୈତ। ଅଦ୍ୱୈତ ପ୍ରତ୍ୟକ୍ଷ କୋଉଠି? ପ୍ରତ୍ୟକ୍ଷ ମାନେ କଣ ଡାଇରେକ୍ଟ ଅନୁଭବ କୋଉଠି? ଠିକ ନାହିଁ ରେ ବାବା। ନିଶ୍ଚୟ କାହିଁକି ତମକୁ ବିଶ୍ୱାସ ହଉନି? ଅଦ୍ୱୈତ ପ୍ରତ୍ୟକ୍ଷ ଏଇଟା ତମକୁ ଅପରୋକ୍ଷ ଅନୁଭବ, କାହିଁକି ତୁମକୁ ବିଶ୍ୱାସ ହଉନି? ଏଇଟା କରିକି ସେ 257 କହିଥିଲେ। କହିଲେ କି କାହିଁକି ତମ ଜ୍ଞାତ୍ୱା ଅପି ଅସନ୍ତୁଷ୍ଟ। ଏଇଟା ତମେ ଜାଣୁଛ ବି ଅଦ୍ୱୈତ ସତ୍ତା ସବୁ କିଛି, ତଥାପି ତମେ ଅସନ୍ତୁଷ୍ଟ କାହିଁ ରହୁଛ? ତମ ହ୍ୱାଇ ୟୁ ଆର୍ ନଟ୍ ସାଟିସ୍ଫାଏଡ୍। ଅସନ୍ତୁଷ୍ଟ ଚୈତନ୍ୟ କୁହାଯାଏନି? ହ୍ୱାଇ ୟୁ ଆର୍ ନଟ୍ ସାଟିସ୍ଫାଏଡ୍, ଏହାର କାରଣ କଣ ତମ?
तो ये कथाटा 2:5 रे कहले 2:57 रे कहले तमे चार्वाक एबे चार्वाक माने देखो बहुत तर्क करते बहुत तांकर तर्क इज बेटर बहुत माने वन ऑफ द बेस्ट तर्क कि देह को आत्मा मानि जाइछन जी भी हसिबो इवन छोट छुआ को मध्य जानिछन जेमति शिखेबे सेमति सपोज गोटे छुआर ना होचे राजू तो ताको सिखाओ राजू खाएगा राजू पिएगा राजू तो सी अलग रखिक राजू कहे राजू सी जानूच मु राजू किंतु ताको एमती शिखा कि राजू खाएगा ना अभी राजू खाएगा अभी राजू सोएगा अभी राजू सोई तो सी जानूच कि जो शरीर रूपक राजू मु अलग तो जमीती आम शिखेबा सेमती हब तो से दृष्टि एबे गोटे तर्क दौरान आगे 258 देखिया एटा कहले तमे तमे विचार करि परन रे अच्छा बर्तमान तर्क आसो नाଇଁ ନାଇଁ ଆପଣ ବୁଝିପାରୁନାହାନ୍ତି କଣ ଆପଣ ଯୋଉ ଚାର୍ବାକ ସାଂଖ୍ୟ ଆଦି ଏ ତର୍କ ବିଷୟରେ କହିଲେ ତାଙ୍କର ବୁଦ୍ଧିରେ ଦୋଷ ନା ସେ ବୁଦ୍ଧିରେ ବିଚାର କରିପାରୁନାହାନ୍ତି ଅବିଚାର କୃତେ ବନ୍ଧ ଏଇଟା ତ ଆମେ ହିଁ କହୁଛୁ ତମେ ଯେମିତି ସାଙ୍ଗେ ସାଙ୍ଗେ ଉତ୍ତର ଦେଇଦେଲ ନା ବୁଦ୍ଧି ଦୋଷ ବୁଦ୍ଧିରେ ବିଚାର କରୁନ ଅଦ୍ୱୈତ ବେଦାନ୍ତ ର ବିଚାରରେ ମଧ୍ୟ ବୁଦ୍ଧି ଦୋଷ ହିଁ କହିବୁ ବୁଦ୍ଧି ଦୋଷଟା ଦିଟା ଯାକ ତମ ପାଇଁ ଆମ ପାଇଁ ସେମ୍ ତମେ ଯୋଉଥିପାଇଁ କହୁଛ ଆମେ ବି ସେଇଥିପାଇଁ କହିବୁ ତମେ କହିବ କାଳେ ଏ ଶରୀରକୁ ଆତ୍ମା ମାନି ଯାଉଛନ୍ତି କଣ ପାଇଁ ସେମାନେ ବିଚାର କରିପାରୁନାହାନ୍ତି ଆମେ ବି ସେୟା କହୁଛୁ ଆତ୍ମାକୁ ଅଦ୍ୱୈତ ମାନି ପାରୁନାହାନ୍ତି କାହିଁକି ବିଚାର କରିପାରୁନ ତମେ ବି ତ ସେଇ କ୍ୟାଟେଗୋରୀରେ ଆସୁଛ ଆଚ୍ଛା तो 258 सम्यक विचार ये बड़े सुंदर शब्द सम्यक विचार ये बोधे बौद्ध दर्शन आनी अष्टमार्ग अच्छी चल प्रथम पढ़िया 258 है सम्यक विचारो नास्त्यस्य सम्यग् विचारो नास्तस्य हि दोषादिति चेत् तथा धिदोषादिति चेत् तथा हि दोषादिति चेत् तथा धिदोषादिति चेत् तथा धी दीर्घ ही है धी दोषा धी दोषा क्यों कर रहे हो धी दोषा धिदोषादिति चेत् तथा असंतुष्टास्तु शास्त्रार्थं असन्तुष्टास्तु शास्त्रार्थम् न त्वेक्षन्त विशेषतः न त्वैक्षन्त विशेषतः तमें जो कहुचो कि चार्वाक आदि जो दार्शनिक बुद्धि दोष जो को सम्यक विचार कर पारना पूज्य गुरुदेव विचार विषय बड़ा सुंदर कहते एक कहते अविचार नो थिंकिंग आ गोटे कहते लेस थिंकिंग स्वल्प विचार आ गोटे कहते रॉन्ग थिंकिंग गलत विचार ए तीन टा जाक विचार आम जीवन रे था विचार नुह ये अविचार विचार नुह अविचार इज गोटे विचार नुह विचार करूना जदि कह ना करना विचार तो जबरदस्त कराउछन्ते अल्प अनु अल्प प्रवचन शुण होगला आ बेसी शुणी हेनी मु बारंबार लोक पचार तुम कहीं शुणुन किए तो मोबाइल ना दौरान मोबाइल रे एमती होगला सेमती है लिंक मिलूनी खोजिले कहीं मिलनी अच्छा तुम जब को लिंकटा कौन जानीपरनी विचार कौन कर अद्वैत प्रत्येक ग्रुप रे लिंक आस विचार कर आलस्य मनुष्य जो अंतकरण चारोटी दोष अच्छे ना प्रमाद से
करणापाठ प्रमाद विप्रलिप्सा भय आदि था। तो विचार मनुष्य करेनि। अच्छा विचार ये संसार विषय करे, विचार करवा आचार खाଇବା हमर अद्वैत तत्व विषय विचार बड़ा डिफिकल्ट। से भगवान बुद्ध अष्ट मार्ग कहले, आठटा मार्ग से भितर सम्यक विचार, सम्यक आचार, सम्यक शयन, सम्यक व्यायाम, सम्यक वाणी, सम्यक आहार मध्य अच्छी, एमती आठटा अच्छी। तो सम्यक विचार, तो सम्यक विचार करूना से तो कौन कर अविचार। आ जदि सेकेंड है अल्प विचार, थोड़ा अल्प विचार कले हेनी, थोड़ा अल्प विचार करदेव तापर हो नाई ना ना मुझे केते वर्ष है शुणी छाड़देली, तुम अल्प विचार करके छाड़देल। तुम जब विचार कर तुम तुम से कौन ना अद्वैत, अद्वैत किम कष्टम, अद्वैत कष्ट कौटा आसला। बहुत लोग कहते ना ना मु आपणकर ना प्रवचन गीता सब शुणी देछि। तुम अच्छा ठीक अच्छे, तुम जब शुणिल सब बुझी हाँ कहीं अटेंड कर बुझी आ दरकार नहीं। अच्छा जो बुझी जाइछ ओके, हेले तुम कहीं अन्य को प्रेरणा दौन, तुम्हें कहीं कहून अन्य को ना 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 मु कही पारिबिनी एमती केमती हो। जदि तुम बुझीच अन्य को किसी ना किसी तो कही पारिबो ना, ना सेमिति आ मोर नाही। अच्छा सेमिति नाही माने कौन ना मु बुझीची किंतु कहिवार स्किल टा मु जानिनी। वेरी गुड, ताले तुम आउ थे शुण, बारंबार शुणिले कहिवार स्किल टा भी बढ़ जाओ। ना ना मु कहवाई चाहूनी, ताहले तुम ब्रह्म राक्षस हम। स्वामीजी एमती गोटे कौन तर्क दौरान आप? हाँ आज्ञा, ଆପଣ ଯଦି ପ୍ରବଚନ ବା ଜ୍ଞାନ ଅଦ୍ୱୈତ ଜ୍ଞାନ ବା ଯୋଉ ଜ୍ଞାନ ଶୁଣୁଛନ୍ତି ଆପଣ ଅନ୍ୟକୁ ଦେବେ ନାହିଁ, ତାମାନେ କଣ ହେଲା? ଆପଣ କଞ୍ଜୁସ ହେଲେ। ନାଇଁ ନାଇଁ ସ୍ୱାମୀଜୀ, କହିବାଟାକୁ ତ ଗୋଟେ ସ୍କିଲ୍ ଦରକାର ନା, ଆପଣଙ୍କୁ କେତେ ପରିଶ୍ରମ କରିବାକୁ ପଡୁଛି, ଟେକ୍ନିକାଲ ଆମେ କରିବୁନି। ହଉ ଆପଣ ଯେତେବେଳେ କରିବେନି, ଅନ୍ୟକୁ ଦେବେନି, ओके, विचार कंटिन्यू रखिए कि नहीं? आत्मविचार न हो तो आत्मविचार कंटिन्यू रखापी हेले आपन शब्द दरकार, टेक्निकल शब्द दरकार न हो तो टेक्निकल शब्द द्वारा ही आप विचार कंटिन्यू रखिपारे, ना रखिपारे। भाषा तो भाव वाहिका। जड़े वक्ता को 1000टा शब्द मेथड दरकार, आपन को गोटे दीटा दरकार। अहम ब्रह्मास्मि, बस आउ किसी मुझे जानी अहम ब्रह्मास्मि, वेरी गुड। तो यही अहम ब्रह्मास्टा जो अनुभव करुच, जोटा कि दृढ़ हो जाए, अन्य को शिखाओ, अन्य को कह, खाली बसले हेनी। इफ यू आर इन्स्पायर यू शुड इन्स्पायर अदर्स। तो अल्प विचार जो आम कौन कर छाड़ दौच, देन अल्प विचार कन्वर्ट इनटू अविचार। आउ गोटे मारात्मक 3 नंबर गलत विचार, मो विषय रे, ब्रह्म विषय रे, जगत विषय रे, ईश्वर विषय रे पूरा भ्रांत विचार, गलत विचार। ये 3टा विचार, अविचार, अल्प विचार, भ्रांत विचार। ताले कौन दरकार ना सम्यक विचार। सम्यक विचार नास्ति अस्य धी दोषादिति चेत तथा। तुम्हें जदि कौच ना सी धी दोष जो, बुद्धि दोष जो, बुद्धि जो से माने करि पारुना, विचार करि पारुना, तो यहाँ अद्वैत वेदांत मध्य या कम हम। अद्वैत वेदांत विषय मध्य से माने शास्त्र अर्थ ठीक अद्वैत विषय बुझी पारुना, यहाँ ही तुम जान। तुम्हें निजे भी तुम विचार कर पारन, तुम्हें द्वैत रहीच कि अद्वैत चिंतन जो सत्ता जो सी जे एकमात्र नित्यत्व, तुम्हें निस्तत्व अच, तुम्हें नित्यत्व रुह। खाली कहते ना शब्दटा निस्तत्व, जार तत्व ना निस्तत्व। फल कौन? फल्गु तया लयम भवती इति फलम, ये लय हो फलर अर्थ ही
ସେ ନଷ୍ଟ ହେଇଯିବ। ଆପଣ ଗୋଟେ ଫଳ କିଣନ୍ତୁ, ଗରମ ଦିନରେ ଜଲ୍ଦି ନଷ୍ଟ ହବ, ଶୀତ ଦିନରେ କିଛି ଦିନ ଯିବ, ଖାଇଲେନି, ଭୁଲିଗଲେ, ରହିଗଲା, ଗଲା। ଏବେ ଫ୍ରିଜରେ ରଖିଲେ ମ୍ୟାକ୍ସିମମ୍ ଗୋଟେ ଫଳଟେ ନିର୍ଭର କରିବ କୋଉ ଫଳ, ଏପଲ ଆଦି 20-25 ଦିନ ରହିପାରିବ। ବାକି ଚିକୁ ଆଦି ଜଲ୍ଦି ସଡ଼ିଯିବ, କମଳା ଆଦି ଜଲ୍ଦି ସଡ଼ିଯିବ, ଫ୍ରିଜରେ ଥିଲେ ମଧ୍ୟ ନଷ୍ଟ ହେଇଯିବ। ଫଳର ଅର୍ଥ ହିଁ ସେୟା, ଫଲ୍ଗୁତୟା ଲୟମ୍ ଭବତି। କଣ କହିବା ପାଇଁ ଚାହୁଁଛନ୍ତି? କହିବା ପାଇଁ ଚାହୁଁଛୁ କି ତୁମେ ଚିନ୍ତନ କର, ଚିନ୍ତନ ତୁମେ କରୁନ। ଗୁରୁଜୀ, ହୁଁ, ଆପଣ ଯୋଉ କହୁଛନ୍ତି ଇଏ ଅଦ୍ୱୈତ ତତ୍ଵ, ଇଏ ଶ୍ରୁତ ଦୃଷ୍ଟ କି ଦୃଷ୍ଟ ଫଳ, ଇଏ ଗୋଟେ କଣ ଶବ୍ଦ କହିଲ? ଅର୍ଥାତ୍ ଆମେ ଭାବୁଛେ ଦୃଷ୍ଟ ଫଳ ନୁହଁ, ମାନେ ମାନେ ଇଟ୍ ଇଜ ନଟ୍, ବେଦାନ୍ତ ଇଜ ନଟ୍ ଏନ୍ ଆକ୍ସନ। ମାନେ ମାନେ ବ୍ୟବହାର ପକ୍ଷରେ ଅଦ୍ୱୈତ ଚିନ୍ତନ ଠିକ ନାହିଁ। କ୍ଲାସରେ ଶୁଣୁଛ, ବହି ଧରିଛ, ରୁମରେ ବସିଛ, ମୁଁ ଅଦ୍ୱୈତ, ଅହಂ ବ୍ରହ୍ମାସ୍ମି ଚଳିବ। କିନ୍ତୁ ବ୍ୟବହାରରେ ତ କଣ, କାହା ସହିତ କଥାବାର୍ତ୍ତା ବେଳକୁ କାହା ଅହಂ ବ୍ରହ୍ମାସ୍ମି। ମେଡିଟେସନର ଷ୍ଟାର୍ଟିଂରେ ହିଁ ମୋ ଚା ଦେଲନି, ଏମିତି ହେଲା, ଘଣ୍ଟି ବାଜୁଥିଲା, ତମେ କେହି ଗଲନି, ଷ୍ଟାର୍ଟ ହେଇଗଲା ବ୍ୟବହାର। ତେଣୁ ଇଏ ବ୍ୟବହାର ଦୃଷ୍ଟ ଫଳ ନୁହଁ, ଫଳ ଏଇଟା ଶ୍ରୁତ ଫଳ। ନା ରେ ବାବା, ତତ୍ଵ ଜ୍ଞାନଟା ଦୃଷ୍ଟ ଫଳ। ଆଚ୍ଛା, ତତ୍ଵ ଜ୍ଞାନ, ଦେଖ, ତତ୍ଵ ଜ୍ଞାନ ପାଇଲା ପରେ ମନର ଅବସ୍ଥା ନିର୍ଭର କରୁଛି, ମନ ଶାନ୍ତ। ଜଣେ ରାଜସିକ ବ୍ୟକ୍ତି, ତାମସିକ ବ୍ୟକ୍ତି, ମନ ଭିତରେ ବିକ୍ଷେପ, ଆଶା, ଇଚ୍ଛା, ଦୁଃଖ, ହଁ, ଆଉ ଯେମିତି ଯୁଦ୍ଧ ଚାଲିଛି, ବା ଜଣେ ଦୁଃଖୀ ହଉଛି, କାନ୍ଦୁଛି, ଆଉ ଜଣେ ଶାନ୍ତ ହେଇକି ରହୁଛି, ଜ୍ଞାନ ଯୋଗୁଁ ହିଁ। ତେଣୁ ତତ୍ଵ ଜ୍ଞାନର ଫଳ ବତଉଛନ୍ତି 259। यदा सर्वे प्रमुच्यन्ते यदा सर्वे प्रमुच्यन्ते कामायेस्य हृदि स्थिताः कामायेस्य हृदि श्रिताः इति श्रोतं फलं दृष्टम् इति श्रोत्यं फलं दृष्टम् नेति नेति चेद्द्रष्टव्यमेव तत्। नेति चिदृष्टमेव दृष्टव्यमेव तत्। तत्। क्वचन सुनो, यस्य हृदि श्रिताः ये कामाः सर्वे यदा प्रमुच्यन्ते। अरे उपनिषद रे ही कुहाଯାଇଛି, कठोपनिषद रे, यदा सर्वे प्रमुच्यन्ते कामा यस्य हृदि स्थिताः अथ मृत्यु अमृतो भवति अत्र ब्रह्म समश्नुते। अर्थात परमात्मांकर ब्रह्म समश्नुते, ब्रह्मंकर प्राप्त हो गला परे जो हृदय भीतर जो कामना अच्छी ना, हृदय स्थिताः कामाः प्रमुच्यन्ते, नष्ट हो जाଉଛି, ଆଉ ରହୁନି, ସେ ଚାଲି ଯାଉଛି। ସେ ହୃଦୟରେ ସମସ୍ତ କାମନା ସମାପ୍ତ ହେଇଯାଉ, ପ୍ରମୁଚ୍ୟନ୍ତେ, ସମାପନ ହେଇଯାଉଛି। ଶ୍ରୁତିରେ କୁହାଯାଇଛି, क्या ଫଳ ମିଳୁଛି କି ନାହିଁ? ଫଳ ଅଛି। ତମେ ଯେ କହିବ ନାଇଁ 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 ଫଳ ନାହିଁ, କେମିତି ଫଳ ନାହିଁ? ବ୍ରହ୍ମ ଜ୍ଞାନର ଫଳ ଦେଖ, ତାର କାମନା ବିଲକୁଲ ନାହିଁ। କାମନା ହିଁ ତ ଦୁଃଖର କାରଣ। ତମେ କହୁଛ ସମ୍ଭବ କି ନାହିଁ? ସମ୍ଭବ। ଆଚ୍ଛା, କାମନା ଯେତେବେଳେ ନଷ୍ଟ ହେଇଯିବ, ଫିର ମନୁଷ୍ୟ ବଞ୍ଚିବ କେମିତି? ବ୍ୟବହାର କେମିତି କରିବ? ସିମ୍ପଲ ଭାଷାର, ତାର ପ୍ରୋବ୍ଲେମେଟିକ ଇଗୋ ଚାଲିଗଲା, ଟେକ୍ନିକାଲ ଇଗୋ ରହୁଛି, ବ୍ୟବହାରିକ ଇଗୋ ରହୁଛି, ବ୍ୟବହାରିକ କାମନା ରହୁଛି କି ମୁଁ ଖାଇବି, ମୁଁ ପିଇବି। ସାଧୁ ଯେ ରିୟଲାଇଜ ପର୍ସନ, ତାକୁ ବି ଭୋକ ଲାଗିବ ଶରୀରରେ ଯେତେବେଳେ ଅଛି, ଓ ଏମିତି ଚଳିବ।
ଆପଣ କହୁଥିଲେ ଅଦ୍ୱୈତ ଅଦ୍ୱୈତ, ଆରେ ଅଦ୍ୱୈତ ଅଦ୍ୱୈତ ଚିନ୍ତନରେ ବିଚାରେ ବ୍ୟବହାରେ ଅଦ୍ୱୈତମ ନ ଭବତି, ବ୍ୟବହାରରେ ଦ୍ୱୈତ ଆଦି ଚାଲେ। ଆଚ୍ଛା ତାହେଲେ ତ ଦିଟା ଯାକ ଘଟିଲା ନା, ତମେ ବ୍ୟବହାର କଥା ତାଙ୍କ ଦୃଷ୍ଟିରୁ କିଛି ବ୍ୟବହାର ନାହିଁ, ରିଏଲାଇଜ ପର୍ସନ ଦୃଷ୍ଟିରୁ କୌଣସି ବ୍ୟବହାର ନାହିଁ, କେବଳ ଆତ୍ମା ଚିନ୍ତନ। ଯେତେବେଳେ ତୁମେ ନିଜେ ହିଁ ବ୍ୟବହାର କରୁଛ। ଆଉ ଜଣେ ତାମସିକ ଅଜ୍ଞାନୀ ବ୍ୟକ୍ତି और ज्ञानी ବ୍ୟକ୍ତି ଭିତରେ ଅନ୍ତର ଆଗେ ଆଗେ ଶ୍ଲୋକରେ ସବୁ କହିବେ। ଏଣୁ ଇଏ ଫଳ ଦୃଷ୍ଟ ଫଳ, କେବଳ ଶ୍ରୁତ ନାହିଁ, ଏକ ଡିଣ୍ଡିମ ନୁହଁ, ଆଡଭର୍ଟାଇଜମେଣ୍ଟ ନୁହଁ। ବହୁତ ଜିନିଷ ନା ଆଡଭର୍ଟାଇଜମେଣ୍ଟ ଥାଏ କି ନବରତ୍ନ ତେଲ ଲଗେଇଦେଲେ କେଶ ଇଏ ହେଇଯିବ, ଆଡଭର୍ଟାଇଜମେଣ୍ଟ ବିଷୟରେ। ବହୁ ଆଡଭର୍ଟାଇଜମେଣ୍ଟକୁ ନେଇକି ବହୁତ ମିମିକ୍ରି କରନ୍ତି। ଏହା କେବଳ ଜୀବନରେ ଆଡଭର୍ଟାଇଜମେଣ୍ଟ ନୁହଁ, ଏଟା ତାଙ୍କ ଜୀବନରେ ଫଳିତ, ତାଙ୍କ ଜୀବନରେ ତାହା ଦେଖା କଣ, ତାଙ୍କ ବିକ୍ଷେପ ନାହିଁ, ଚିନ୍ତା ନାହିଁ। ଏଇଟା ତମେ ମନେ ରଖ। ଏ ଯୋଉ ପୂର୍ବ ଶ୍ଲୋକ ଆଉଥରେ ସ୍ପଷ୍ଟ କରୁଛନ୍ତି, ଯୋଉ କଠୋପନିଷଦର ଶ୍ଲୋକ ଥିଲା ତାକୁ ଆଉଥରେ କହୁଛନ୍ତି। यदा सर्वे प्रभिद्यन्ते यदा सर्वे प्रविदन्ते हृदय ग्रन्थयस्थिति हृदयग्रन्थयस्थिति कामग्रन्थि स्वरूपेण कामग्रन्थिस्वरूपेण व्याख्याता वाक्यशेषतः। व्याख्याता वाक्यशेषतः। कि देखो जे पर्यंत कठोपनिषद श्लोक को नहीं करथिले, हाँ 14 नंबर श्लोक एवं 15 रे भी कहउछन यदा सर्वे प्रविद्यन्ते, अर्थात हृदय, एठी कहउछन हृदय ग्रंथि प्रविद्यन्ते खुली जाए, अथ मर्त्य अमृत भवति, निजको जो मनुष्य मोर्टाल भावुथला, मरणशील भावुथला, अमृत इमोर्टाल भाव भवति। एतावद्य अनुशासनम, या ही अनुशासन श्रुतिर आदेश, अनुशासन मन आदेश, कठोपनिषद श्लोक डेटा। यदा सर्वे प्रविद्यन्ते हृदयस्येह ग्रन्थयः अथ मर्त्यो अमृतो भवति एतावद् अनुशासनम। यदा सर्वे प्रविद्यन्ते ग्रंथ हृदय ग्रंथि स्थिति कामा ग्रंथि स्वरूपेण व्याख्याता वाक्यशेषतः। ये जो ग्रंथि माने कौन के, यदा कामाः प्रमुच्यन्ते जो बताया, ये हृदय ग्रंथि काम, हृदय ग्रंथि माने अविद्या काम कर्म चक्र, हृदय ग्रंथि इज इक्वल टू अविद्या काम कर्म चक्र। अविद्या को मेन नियंतो, या काम को मेन नियंतो, या कर्म को मेन नियंतो, ये तीनटा सब आपको ही तीन को मु 8 कर मन थी, कर्म, फल, भोग, संस्कार, वासना ही अविद्या, संकल्प, विचार, कामना, ये अष्ट, या को ही हृदय ग्रंथि। ये हृदय ग्रंथि कौन हुए, भिद्यन्ते नष्ट हो जाए, भिद्यते हृदय ग्रंथि छिद्यन्ते सर्व संशयाः क्षीयन्ते चास्य कर्माणि तस्मिन् दृष्ट परे गरे। बताया गया। तो काम शब्द ही हृदय ग्रंथि, काम ग्रंथि स्वरूपेण, ये कथाटा 60 रे कहगला। ये थरे आत्मज्ञान हो गले हृदय समस्त ग्रंथि भेदन हो जाए, से ग्रंथिटा कामना ही कह जाए। काम शब्द एणु
मन रखता आउ गोटे मन रखता कौन मनुष्य विचार करि पारुनी ना ସେଥିପାଇଁ ଅହଙ୍କାର ଏବଂ ଚିଦାତ୍ମା ଅନ୍ୟୋନ୍ୟ ଧ୍ୟାସ ହେଇଯାଏ तादात्म्य अध्यास हो जाए अन्योन्य अध्यास कौन एक दूसरे ऊपर चिदात्मा को अहंकार भाविबा अहंकार को चिदात्मा भाविबा आ कहते अन्योन्य तादात्म्य मध्य अर्थात चिदात्मार स्वरूप को अहम मानिबा ताही स्वरूप अध्यास यह हो जाउछि अविवेक कारण 161 रो क्वेश्चन है अहंकार चिदात्मानो अहंकार चिदात्मानो एकीकृत्या विवेकतः एकीकृत्या विवेकतः इदं मे स्यादिदं मे स्यात् इदं मे स्यात् इतिच्छा कामशब्दिताः इतिच्छा कामशब्दिताः अहंकार चिदात्मानो अहंकार और चिदात्मा पंचदेशी भाषा रे अहंकार को चिदाभास कहा जाए और चिदात्मा कूटस्थ चैतन्य एग्जाम्पल रे जलाकाश एंड घटाकाश घटाकाश बेचारा थिला निर्लिप्त किंतु जल पकई देला पर जलाकाश ही देखा जाउछि तो घटाकाश को कवर कर देला जलाकाश एवं निजे ही बसीगला जेंति उग्रसेन राजा थिले उग्रसेन को बंदी करदेला कंस निजे बसीगला ये कंस ही चिदाकाश ए चिदाभास चिदाकाश न चिदाभास स्वामी जी कोटा बुझियोनी चिदाभास कौन चिदाकाश देखो चिदाकाश होचे कॉन्शियसनेस चिदाभास होचे रिफ्लेक्टेड कॉन्शियसनेस चिदाभास चित आभास शब्द को देखिए आकाश एवं आभास आकाश शब्दटी दिया जाइए इट इज द प्योर कॉन्शियसनेस आभास माने नाही है रिफ्लेक्टेड आभास अर्थ है नाही के देखा जाउछ आकाश नीलिमा नुह के देखा जाउछ आभास जो चिदाभास को ही जीव कहा जाए तो जलाकाश रियली घटाकाश सत्य किंतु जलाकाश मिथ्या देखा जाउछि सतर केमती जलाकाश बोली गोटे अस्तित्व नाही घटाकाश जगो जलाकाश देखा जाउछि घटाकाश जदि न था जलाकाश नथिबो ये जो अहंकार एवं चिदात्मा ये अविवेक जो एकीकृत हो जाइए मनुष्य अविवेक विवेक करि पारुनी तेणु एकीकृत हो जाइए समान केवे चिदाकाश को चिदाभास भाविबा केवे चिदाभास को चिदाकाश भाविबा एमती हो जाइए एकीकृत करू मे इदम स्यात् मे इदम स्यात् माने मे माने मते इदम माने या स्यात् माने हो मते या मिल जाओ आओ मे इदम स्यात् मते और मिल जाओ यहीपर इच्छा कामना थाए मनुष्य या को ना भगवान गीता रे बड़ा सुंदर रे कराइछन्ति केमते षष्ठ 16 चैप्टर रे इदमद्य मया लब्धम इमं प्राप्स्ये मनोरथम इदमस्ति तदमपि मे भविष्यति पुनर्धनम इदमस्ति दिमपि इदमद्य मया लब्धम एतिकी मो पाखକୁ मिलिगलाଣି 16 अध्याय 13 नंबर श्लोक इदम अद्य मया लब्धम मो द्वारा एतिकी मिललाणी मो पाखरे एतिकी करोड़ रुपये अछि इमं प्राप्स्ये मनोरथम आउरी मोर इच्छा अछि आउरी मो प्राप्त करिवि इदम अस्ति तदमपि में पुनः भविष्यति पुनर्धनम मोर आउरी धन हो मु आउरी चाहूची
ଅସୁ ମୟା ହତ, ମୁଁ ଆକୁ ମାରି ସାରିଲେଣି, ଆହୁରି ବି ମୁଁ ମାରିବି, ମୁଁ ହଉଛି ସବୁଠୁ ସରପଞ୍ଚ ଶ୍ରେଷ୍ଠ, ସିଦ୍ଧୋ ହମ୍ ବଳବାନ ସୁଖୀ, ଏସବୁ ବର୍ଣ୍ଣନ ଆସୁରି ଲକ୍ଷଣ। କହୁଛନ୍ତି କାମ ଯେତେବେଳେ ଥିବ ନା ସେ ସମସ୍ତଙ୍କୁ ଡାକି ଆଣିବ। କାମନା ଗୋଟେ ଡିଜାରେ ହିଁ ସେକେଣ୍ଡ ଡିଜାରକୁ ଡାକିବ। ଗୋଟେ ଜୋକ୍ ନାହିଁ ମୁଲ୍ଲା ନସିରୁଦ୍ଦିନର, କି ମୁଲ୍ଲା ସବୁବେଳେ ପିଏ, ସେ ନିଜେ ହିଁ ଲେଖନ୍ତି ନିଜ ଉପରେ ଜୋକ୍ ବୁଝେଇବା ପାଇଁ। ପିଅନ୍ତି ମିନିମମ୍ 20-30 ଗ୍ଲାସ୍ ପିଇ ଦିଅନ୍ତି ବୋତଲରୁ ବାହାର କରି। ପତ୍ନୀ ବହୁତ ଦୁଃଖୀ ହେଲେ, ତ ପତ୍ନୀ କଣ କଲେ, ମସଜିଦର ମୁଲ୍ଲାକୁ କମ୍ପ୍ଲେନ ଦେଲେ, କହିଲେ ଟିକେ ଆସିକି ବୁଝାନ୍ତୁ ନା। तो मस्जिद रो मुल्ला ଆସିଲେ କହିଲେ क्या चल रहा है मुल्ला, तुम मुल्ला हो और तुम ପିଉଛ, तो କେତେଟା ଗ୍ଲାସ ପିଉଛ? ଆଜ୍ଞା ଦିନକୁ 20ଟା। ଛାଡ଼, ଆମେ ଛାଡ଼ି ପାରିବେନି, କାରଣ ଯେଉଁମାନେ ପିଉଛନ୍ତି ନା, ଯାହାର ଅଭ୍ୟାସ ଅଛି, ସେ ନ ପିଇଲେ ନିଦ ହବନି, ନ ପିଇଲେ ହଜମ ହବନି, ନ ପିଇଲେ ଶୌଚ ଲେଟ୍ରିନ୍ ଯାଇପାରିବେନି, ଏମିତି ସବୁ କନେକ୍ଟେଡ୍ ଅଛି। ଆଦତ ହେଇଗଲାଣି, ନ ପିଇଲେ କଥାବାର୍ତ୍ତା କରିପାରିବେନି, पीले ସେମାନେ ଠିଆ ହେଇପାରିବେ, ନ ପିଇଲେ ଲड़खड़ा हो जाऊଛନ୍ତି उल्टा। मैं पहले ये हो नहीं सकता ना, तो करना ही पड़ेगा। अच्छा मुल्ला कौन कले, जो आसते सी टे दयालु, कहला भाई एक काम करो, तुम एक ही ग्लास पियो, शायद एक ग्लास में तुम्हारा जो सब प्रॉब्लम सॉल्व हो जाओ। कहले ठीक अच्छे। 7-8 दिन 10 दिन पर आसिक देखिले ग्लास भी पड़ी, तले पड़ी, पत्नी कांदुचंदी, कौन आपण कहले आपण गोटे ग्लास, कहले मु तो गोटे ग्लास परमिशन देइथिले, ये तो 50-60, प्रथम तो 20टा ग्लास रे सरी जाउथला, आपण को उपदेश पर तो बर्तमान 50-60टा गलाने। अच्छा बोले रे क्या रे, ना ना ना, उठो, तुमको किसी ने कहा कि 50 ग्लास पीने के लिए, ना मुंह तो 50 ग्लास पी नहीं। अच्छा ये भी सब ग्लास देखो जो ना, मैं आपके अनुसार एक ही ग्लास पिया, मु आपन अनुसार गोटे ही ग्लास पीছি, तापर गोटे ग्लास सेकंड ग्लास को मागिला, गोटे ग्लास सेकंड ग्लास को टाणी आनला, गोटे ग्लास सेकंड ग्लास को खींचिला, तापर सेकंड थर्ड को कला, थर्ड फोर्थ को कला, एमती कंटिन्यू चलला। मुनु या को कहते डिजायर, आपको कहते कामना। कामना एमती करे आउरी आउरी आउरी। न जातु काम कामानम उपभोग्येन शाम्यति, हविषा कृष्णमर्त्येव भूय एवा विवर्धते। ये जजातिंकर महावाक्य श्लोक लिखिଛନ୍ତି भागवत रे भी महाभारत रे भी अच्छे। जजाति अनेक वर्ष भोग कले, गुरु तंको तंकर बयस देले, जदु देलेनि बोली अभिशाप देले, भोग कला पर अनुभव कला रे एटा किछि नो, फेरे देले ता भोग कले बहुत किछि। न जातु काम कामानम उपभोग्येन साम्यते, कामना उपभोग द्वारा साम्यते हबनी, समित हबनी, शांति हबनी। जेमती अग्नि रे घी पकेवा आ कहबा कि अग्नि शांत हो जाओ, पानी पकेले शांत हो, घी पकेले हबनी, भोग कले आउरी बढ़ियो, से अनुभव कर। सेमती ये कामना, तो तुरंत स्टूडेंट कहूँ नहीं कामना। अच्छा 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 अच्छा, गुरुजी हाँ, ଆପଣ ଏହା କହୁଛନ୍ତି ଅଦ୍ୱୈତ ବେଦାନ୍ତର ଜ୍ଞାନରେ ସମସ୍ତ କାମନା ନଷ୍ଟ ହେଇଯାଏ, ଏହା ନା? ହୁଁ। ତାହେଲେ ସମସ୍ତ କାମନା ଯେତେବେଳେ ନଷ୍ଟ ହେଇଯାଏ, ସେ ସଂସାରରେ ବ୍ୟବହାର କରେ କରେ। ଏ ମୋର ଗୋଟେ ମନେ ପଡୁଛି ଗୁରୁଜୀ, କଣ ଏ ଗୋଟେ କଣ୍ଟ୍ରାଡିକ୍ଟରୀ ଷ୍ଟେଟମେଣ୍ଟ ଅଛି ଗୀତାରେ। ଆଚ୍ଛା ତୁ ଗୀତା ପଢିଛ? ପଢିଛି ନା? 18 ଅଧ୍ୟାୟରେ 17 ନମ୍ବର ଶ୍ଲୋକରେ କୁହାଯାଇଛି, यस्य नाहं कृतो भावः बुद्धि यस्य न लिप्यते हत्वापि सैमान् लोकान्
न हन्ति न निबध्यते। ମୁଁ ଯାହା ବୁଝିଲି, ଏଇ ଯୋଉ ଜ୍ଞାନୀ ବ୍ୟକ୍ତି, ଅଦ୍ୱୈତ ଜ୍ଞାନୀ ବ୍ୟକ୍ତି ଯଦି ସମସ୍ତ ସଂସାର ଲୋକଙ୍କୁ ମାରିଦବ, ତାହେଲେ ତାକୁ ପାପ ଲାଗିବନି। କିନ୍ତୁ କେମିତି ହବ? ଏଇଟା ତ ବୁଝିହେଲାନି, କଣ୍ଟ୍ରାଡିକ୍ସନ ହେଇଗଲା। ଆରେ ବାବା, ତା ପୂର୍ବରୁ ଶ୍ଲୋକଟା ପଢିଲନି କି? ନା କଣ? ନା ୟସ୍ୟ ନାହଂ କୃତେ ଭାବ, ଯାହାର ଅହଙ୍କାର ଭାବ ନାହିଁ, ଯାହାର ବୁଦ୍ଧିରେ କାମନା ନାହିଁ, ସେ ଯାହା ବି କରିବ ତାକୁ ପାପ ଲାଗିବନି। ତାମାନେ ସେ ମାରିଦେଲେ ବି, ଏଇଟା ତ ଅଲଙ୍କାରରେ କୁହାଯାଇଛି, ବକ୍ରୋକ୍ତି ଅଲଙ୍କାରରେ କୁହାଯାଇଛି। ସତରେ କଣ ସେ ମାରିବ ନା? ନାଇଁ, ପରଶୁରାମ ମାରିଥିଲେ, ସେଟା ଆବଶ୍ୟକ ଥିଲା। କ୍ଷତ୍ରିୟ ମାନେ ଅହଙ୍କାର କରିଥିଲେ, ଏଣୁ ଅବତାର ନେଇକି ଆସିଲେ। ତମେ ଏ କଥାଟାକୁ कहीं की ईंट कहीं का रोड़ा, भानुमति का कुनवा जोड़ा मत करो। ठीक रे बुझो। कौचंती अद्वैत वेदांत ज्ञान ହେଇଗଲା ପରେ ଅହଙ୍କାର ନାହିଁ। ହଁ, ଯେତେବେଳେ ଅହଙ୍କାର ନାହିଁ, ମନୁଷ୍ୟ ଅହଙ୍କାର ଥିଲେ ହିଁ ତ କାମନା ଆସେ। ଅହଙ୍କାରୀ ତ ବନ୍ଧନରେ ପଡେ। ଅହଙ୍କାର ଯେତେବେଳେ ନାହିଁ, ଭଗବାନଙ୍କର ଇନଷ୍ଟ୍ରୁମେଣ୍ଟ ହେଇକି କରନ୍ତି। ଯଦି ସେ ମାରିବେ ବି ତାଙ୍କୁ ଲାଗିବନି, ସେ ମାରିବେନି ରିଏଲି, କିନ୍ତୁ ଏଇଟା କହିବାର କାକୁକ୍ତି ନ୍ୟାୟ, ଏଇଟା ମନେ ରଖିଥାଅ। ଥରେ ଗ୍ରନ୍ଥି ଭେଦ ନଷ୍ଟ ହେଇଗଲା ପରେ ଆଉ ତାଙ୍କ ଇଚ୍ଛା ତକଲିଫ ଦବନି, ଇଚ୍ଛା ତାଙ୍କୁ କାମନା ତାଙ୍କୁ ହଇରାଣ କରିବନି। ଯଦି ତମେ କାମନା ଦେଖୁଛ, ତା ପ୍ରାରବ୍ଧ ବଶ ଏମିତି ବୁଝିବାକୁ ପଡିବ। ହଁ, ଯଦି ଇଚ୍ଛା ଭିତରେ କୌଣସି ଅହଙ୍କାର ନାହିଁ, ଅଧ୍ୟାସ ନାହିଁ, ଇଚ୍ଛା ଅଛି, ବନ୍ଧନର କାରଣ ହବନି। ଜଣେ ରାଜକୁମାର ପିଲାବେଳୁ ସେ ମେଳାରେ ଯାଇଥିଲେ ରାଜାଙ୍କ ସହିତ, ହଜିଗଲେ। ମେଳା ବୋଲି ଗୋଟେ ପିକ୍ଚର ଅଛି ନା, ଏମିତି ଘଟଣା ଥିବ, ଆଇ ଡୋଣ୍ଟ ନୋ। ଏବଂ ରାଜକୁମାର ବଡ ହେଇଗଲେ, କିନ୍ତୁ ସେ ନିଜକୁ ନିଜେ ଆଉ ରାଜକୁମାର ଜାଣିପାରୁନାହାନ୍ତି, ଭିକାରୀ ବୋଲି ଜାଣୁଛନ୍ତି। ନା ଭିକ ମାଗୁଛନ୍ତି, ମୁଝେ ଦେ 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 ଦେ, ରୋଟି ଦେ ଦେ। ରାଜା ବହୁତ ଦୁଃଖିତ ହେଲେ, ଖୋଜୁଥାନ୍ତି। ମନ୍ତ୍ରୀ ଏମିତି ଗୋଟେ କୋଉ କାରବାରରେ ଯାଇଛନ୍ତି ଅନ୍ୟ ରାଜ୍ୟକୁ, ସେଇଟା ଦେଖିଲେ କି ଜଣେ ଏतना ହାଟ୍ଟା କଟ୍ଟା, ଏଇ ରାଜ୍ୟର ନିୟମ ଅଛି, ବହୁତ ଭଲ ରାଜା, ଏ କେମିତି ମାଗୁଛି। ସେ ମନ୍ତ୍ରୀ ଯେତେବେଳେ ଛୋଟ ଛୁଆ ଥିଲେ, ଇଏ ରାଜକୁମାର କୋଳରେ ବସିଛନ୍ତି, ରାଜକୁମାର, ତେଣୁ ତାଙ୍କ ଜଙ୍ଘରେ ଗୋଟେ କଳା ଦାଗଟି ଅଛି। ତ ଗୋଟେ ଫଟା ପିନ୍ଧିଥିଲା ଇଏ ଯୁବକ, ପବନରୁ ଉଡିଗଲା ପରେ କଳା ଦାଗଟା ଦେଖିଲା। ତାକୁ ଧରିଲେ, ସେ ଦୁଃଖୀ ହେଲା, ନା 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 ନା, ମୁଁ ଭିକାରୀ। ତେଣୁ ଭିକାରୀ ପନା ତାକୁ ଦୁଃଖର କାରଣ ଦଉଛି। ତାପରେ ରାଜା ନେଇକି ମାନେ ମନ୍ତ୍ରୀ ନେଇକି ଆସେ, କହିଲେ ତୁ ଭିକାରୀ ନୁହଁ, ତୁ ହଉଛି ରାଜାଙ୍କର ପୁଅ, ରାଜକୁମାର, ତୁ ଆସେ। ଦେନ୍ ଏତେ ବୁଝେଇଲା ପରେ ସେ ବୁଝିଗଲା। ରାଜା ବହୁତ ଖୁସି ହେଲେ। ସତରେ ଇଏ ଡମି ନୁହଁ, ମିଛ ନୁହଁ, ଫର୍ଜି ନୁହଁ, ଡକ୍ଟର ନୁହଁ, ସତରେ ସତରେ ଥବ। ଡନ୍ ପିକ୍ଚର ଯେମିତି ନା, ଗୋଟେ ଡନ୍ ମରିଯିବ, ଆଉ ଗୋଟେ ଲୋକଙ୍କୁ ଡନ୍ କରାଯିବ, ସେମିତି ନୁହଁ ଏଇଟା, ସତରେ ଇଏ। ଦେନ୍ ଯୁବରାଜ ବି ହେଇଗଲେ, ଅଭିଷେକ ବି ହେଇଗଲେ। ଦିନେ ରାଜପ୍ରସାଦରେ ଗୋଟେ ଡ୍ରାମା ହଉଥିଲା। ସେ ଯୋଉ
ड्रामा रे राजप्रसाद रे ड्रामा हल को गोटे भिकारी रोलटे दरकार था। କାରଣ ମନ୍ତ୍ରୀ ରାଜାଙ୍କୁ ଅନୁରୋଧ କଲେ କି ଆମମାନେ ତ ଦେଖିବା ଆମ ରାଜକୁମାର ଯିଏ ବର୍ତ୍ତମାନ ଆସିଛନ୍ତି ସିଏ ମୁଁ ଦେଖିଛି ତାଙ୍କୁ ଭିକ ମାଗୁଥିଲେ, ତାଙ୍କୁ ଟିକେ ରିକ୍ୱେଷ୍ଟ କରିବା କି ଆପଣ ପରମିଶନ ଦେଲେ ସିଏ ଭିକାରୀ ହେବେ। ରାଜକୁମାର କହିଲେ, ରାଜକୁମାର କହିଲେ ଠିକ ଅଛି। ବର୍ତ୍ତମାନ ରାଜକୁମାର ଭିକାରୀ ହେଲେ, ବଢିଆ ସୁନ୍ଦରରେ ଫଟା ପିନ୍ଧିଛନ୍ତି, ଇଏ ପିନ୍ଧିଛନ୍ତି, କଳା ଦାଗ ମଧ୍ୟ ଦେଖାଯାଉଛି, ବାଳ ଏମିତି ପଡିଛି। ସେ ଭିକ ଦେ ଦେ ମା, ଭିକ ଦେ ଦେ, ଭଗବାନ ଭଲା କରେଗା ଆପକା। ସମସ୍ତେ ଖୁସି ହେଲେ। ଚାଲନ୍ତୁ ବର୍ତ୍ତମାନ ରାଜକୁମାରଙ୍କୁ ପଚାରିବା, ତୁମେ ଗୋଟେ ବର୍ଷ ୟା 6 ମାସ ପୂର୍ବରୁ ଯେତେବେଳେ ଭିକାରୀ ଥିଲ, ଦୁଃଖୀ ଥିଲ, ବର୍ତ୍ତମାନ ଭିକାରୀ ହେଲ, ଦୁଃଖୀ ଥିଲ କି ନାଇଁ? ନା କାହିଁକି? ନା ସେତେବେଳେ ମୁଁ ଭିକାରୀ ମୁଁ ବୋଲି ସତ ଭାବି ଦେଇଥିଲି, ଏଣୁ ମୁଁ ଦୁଃଖୀ ହେଲି। ତ ଯୋଉଠି ମୁଁ ସତ ଭାବିବି ସେଇଠି ଦୁଃଖୀ ହେବି। ବର୍ତ୍ତମାନ ତ ମୁଁ ଡ୍ରାମା କରୁଛି, ମୁଁ ଜଣେ ରାଜକୁମାର, ଅଭିଷେକ ହେଇଗଲାଣି। ବର୍ତ୍ତମାନ ସେଇ ପୂର୍ବ ଡ୍ରାମା ଯୋଗୁ ମୁଁ, ସେଇଟା ବି ଡ୍ରାମା ଯୋଗୁ ବର୍ତ୍ତମାନ ମୁଁ ଡ୍ରାମା କରୁଛି, ମୁଁ ଆନନ୍ଦ ରହୁଛି। ସେମିତି ମନୁଷ୍ୟ ଯେତେବେଳେ କାମନା ଯୁକ୍ତ ଥିଲା ସେତେବେଳେ ଦୁଃଖୀ ହଉଥିଲା, ବିକ୍ଷେପ ହଉଥିଲା। ଏବେ ଜ୍ଞାନ ହେଇଗଲା ପରେ ପ୍ରାରବ୍ଧ ବଶେ କିନ୍ତୁ ରହୁଛି, ବାସ୍ ଦୁଃଖ ନାହିଁ। ଯଦି ଅଧ୍ୟାସ ନାହିଁ, ଆଇଡେଣ୍ଟିଫିକେସନ ନାହିଁ, ସେତେବେଳେ କଣ ଥିଲା? ରାଜକୁମାର ଭିକାରୀ ପ୍ରତି ଅଧ୍ୟାସ ହେଇଯାଇଥିଲା, ତାଦାତ୍ମ୍ୟ ହେଇଥିଲା, ଏଣୁ ଦୁଃଖୀ ଥିଲେ। ବର୍ତ୍ତମାନ ତାଦାତ୍ମ୍ୟ ନାହିଁ। ତେଣୁ ଯୋଉଠି ଅଧ୍ୟାସ ତାଦାତ୍ମ୍ୟ ନାହିଁ ସେଇଠି ଦୁଃଖ। ଘରେ ଆପଣ ରୁହନ୍ତୁ, ସଂସାର କରନ୍ତୁ, ବୁଲନ୍ତୁ, ଭୋଜନ କରନ୍ତୁ, କୌଣସି ତାଦାତ୍ମ୍ୟ ନାହିଁ, ଅଧ୍ୟାସ। ଯେତେବେଳେ ଅଧ୍ୟାସ ନାହିଁ ସେତେବେଳେ ଆପଣଙ୍କୁ ଆଉ ଦୁଃଖ ହବନି। କ୍ଲିୟର? ଏ କଥାଟା 62 କହୁଛନ୍ତି ହେଲା। ଅପ୍ରବେଶ୍ୟ ଚିଦାତ୍ମାନମ୍ अप्रवेश्य चिदात्मानं ପୃଥକ୍ ପଶ୍ୟନ୍ନଃ କୃତିମ୍ पृथक् पश्यन्नः कृतिम् ଇଚ୍ଛନ୍ସ୍ତୁ କୋଟି ବସ୍ତୂନି इच्छास्तु कोटिवस्तूनि न बाधो ग्रंथि भेदतः। न बाधो ग्रन्थिभेदतः। ଅହଙ୍କାର ସହିତ ଚିଦାତ୍ମାର କୌଣସି ମିଶ୍ରଣ ନାହିଁ, ତାଦାତ୍ମ୍ୟ ନାହିଁ। ଅପ୍ରବେଶ୍ୟ, ଚିଦାତ୍ମା ଅହଙ୍କାର ପ୍ରବେଶ କରିନି। ବର୍ତ୍ତମାନ କଣ ହେଲା? ଘଟାକାଶକୁ ଲିଭେଇକି ଜଳାକାଶ ହିଁ ପ୍ରୋଜେକ୍ଟ ହଉଛି। ଘଟ ଭିତରେ ଆକାଶ ଅଛି ତ ଜଳାକାଶ କହୁଛି ୟେସ୍ ମୁଁ ଅଛି ନା। ଆରେ ବାବା ଘଟାକାଶ କିଏ? ମୁଁ ହିଁ ନା, କାରଣ ଇଏ ଲିଭେଇ ଦେଇଛି, ଇଏ ଆସିବାରୁ ଘଟାକାଶ ଦେଖାଯାଉନି। ଜଳାକାଶ ଆସିବାରୁ ଘଟାକାଶ ଦେଖାଯାଉନି, କିନ୍ତୁ ଘଟାକାଶ ବିନା ଜଳାକାଶ ରହିପାରିବନି, ମନେ ରଖିଥା। କହିଲେ କାରଣ ଦେଖାଯାଉନି, ଅଦର୍ଶନେ ଲୋପ। ତ ଏଇ ଯୋଉ ଘଟାକାଶ ଜଳାକାଶରେ ମିଶ୍ରଣ ହେଇଗଲା, କିନ୍ତୁ ଅଲଗା ଅଲଗା ଯେତେବେଳେ କରିବା ନାହିଁ, ଘଟାକାଶ ଅଲଗା, ଘଟାକାଶ ଅଧିଷ୍ଠାନ, ଆ ଉପରେ ଜଳ ଅଛି, ଏଣୁ ଜଳାକାଶ ହଉଛି। ଯେମିତି ଏମିତି ଅନୁଭବ ହବ, ଅହଙ୍କାର ପୃଥକ ରୂପ ଯେତେବେଳେ ଦେଖିବ, ତେଣୁ ଯେତେ ଇଚ୍ଛା ଥାଉ, କରୋଡ଼ ଇଚ୍ଛା ଥିବ, କୋଉଠି ଥିବ? ଅହଙ୍କାରରେ ଥିବ, ପ୍ରୋବ୍ଲେମେଟିକ ଇଗୋରେ ରହିବ। ଦେନ୍ ହ୍ୱାଇ ଆଇ ୱିଲ୍ ବି ଓରି। ମିଶେଇ ଦେବାରୁ ଅସୁବିଧା ହଉଛି, ମିଶେଇ ଦେବାରୁ ପ୍ରୋବ୍ଲେମେଟିକ ଇଗୋ ମୁଁ, ଯେତେବେଳେ ଅଲଗା ଅଲଗା କରିଦେବେ ପ୍ରୋବ୍ଲେମେଟିକ ଇଗୋ ଗାୟବ, ଆଉ
टेक्निकल इगो द्वारा काम चलियो, टेक्निकल इगो दुख दबनी। चिदात्मानम अप्रवेश अहंकृति पृथक पश्यन् कोटि वस्तुनि इच्छन्तु ग्रंथि भेदतः बाधनः। ଆପଣ ମତେ ଦେଖୁଛନ୍ତି ମାନେ ମନେ ମନେ ହଁ କରନ୍ତୁ ଓକେ। ମତେ ଦେଖୁଛନ୍ତି ମୋ ପଛପଟେ ହ୍ୱାଇଟ୍ ସ୍କ୍ରିନ୍ ଅଛି। ଆପଣଙ୍କ ମୋବାଇଲ ବା ଲ୍ୟାପଟପ୍ ବହୁତ 2-3 ଜଣ ଲ୍ୟାପଟପ୍ ୟୁଜ୍ କରୁଥିବେ। ପ୍ରାୟ ସମସ୍ତେ ମୋବାଇଲରେ ୟୁଜ୍ କରୁଛନ୍ତି ହେଲା। ଆପଣ ଗୋଟେ ଇଙ୍କ ଧରନ୍ତୁ, ପେନ୍ ହେଲା। ଇଏ ଯୋଉ ମୋର ଯୋଉ ହ୍ୱାଇଟ୍ ପରଦା ଅଛି ମୁଁ ଯୋଉ ଛୁଇଁଲି, ସେଇଠି ଆପଣଙ୍କର ମୋବାଇଲରେ ଆପଣ ବିନ୍ଦୁ ଦିଅନ୍ତୁ। ସମସ୍ତେ ବିନ୍ଦୁ ଦିଅନ୍ତି। 31 ଲୋକ ଅଛନ୍ତି, ସମସ୍ତେ ବିନ୍ଦୁ ଦେଇଦେବେ ଏବଂ ମୋ ସ୍କ୍ରିନଟାକୁ ଖରାପ କରିଦେବେ। ଖରାପ ହବ କି? ନାଇଁ ସ୍ୱାମୀଜୀ, ଜଣେ କହିବ, ଯେମିତି ମୁଁ କାଲି ପଚାରୁଥିଲି ଗୀତା ଚାଣ୍ଟିଂରେ ସବୁଠାରୁ ମ୍ୟାକ୍ସିମମ୍ ଚାଣ୍ଟିଂ କିଏ କରିଛନ୍ତି ନା ଆରପି ରାୟ କହିଲେ ମୁଁ 8-9 ଥର କରିଛି। ଆଉ କେ ଜଣେ 2 ଜଣ 2 ଥର, ଜଣେ ଏମିତି ସେମିତି କହିଲେ ସବୁ ହେଲା। ତେଣୁ ବର୍ତ୍ତମାନ ଏ କମ୍ପିଟିସନ ମ୍ୟାକ୍ସିମମ୍ ଆପଣ ଦାଗ କେତେ ଦେବେ? ତ ଗୋଟେ ଏଇ ଯୋଉ ସ୍କ୍ରିନରେ ଆପଣ ଦାଗ ଦଉଛନ୍ତି। ଜଣେ କହିବ ମୁଁ ଜାଣିଛନ୍ତି ସ୍ୱାମୀଜୀ ନା, ହଁ ଆପଣ ଟାଇମ ଦେଲେ, ଷ୍ଟାର୍ଟ କଲେ, ମୁଁ 15ଟା ଦାଗ ଦେଲି, ମୁଁ 20ଟା ଦାଗ ଦେଲି, ମୁଁ 100ଟା ଦାଗ ଦେଲି। ପୁରା ଟୋଟାଲ ଯଦି ଗଣା ହବ ତ ମିନିମମ୍ 500ଟା ଦାଗ ଅଛି। ମୋ ସ୍କ୍ରିନ୍ ପୁରା ଖରାପ ହେଇଗଲାଣି। କୁହନ୍ତୁ ମୋ ସ୍କ୍ରିନ୍ ଖରାପ ହବ କି? କାହିଁକି ନା ଦାଗ ଆପଣଙ୍କର ସତ୍ୟ ହେଇପାରେ, କିନ୍ତୁ ଯାହା ଉପରେ ଦଉଛନ୍ତି ତାହା ମିଥ୍ୟା। ଯାହା ଉପରେ ଦଉଛନ୍ତି ତାହା ଅସତ୍ୟ, ଯାହା ଉପରେ ଦଉଛନ୍ତି ତାହା ନିସ୍ତତ୍ଵ। ଏଣୁ ଓରିଜିନାଲ ଉପରେ ଦାଗଟା ଆସୁନାହିଁ। ଆପଣ ଅହଙ୍କାରକୁ ନେଇକି, ଅହଙ୍କାରରେ ଇଚ୍ଛା ଅଛି, ଅହଙ୍କାରରେ ମୋ ପାଖରେ 1000ଟା ଇଚ୍ଛା ଅଛି, ମୋ ପାଖରେ ଏୟା କରିଦେବି, କିନ୍ତୁ ଚିଦାତ୍ମାକୁ କିଛି ହଉନି। କାରଣ ଓରିଜିନାଲ ଦେଖନ୍ତୁ ଯେମିତି ସେମିତି ଅଛି। ଆପଣ ଦାଗ କୋଉଠି ଦଉଛନ୍ତି? ଆପଣଙ୍କ ମୋବାଇଲରେ। ଆଉ ସିଏ କଣ? ନିସ୍ତତ୍ଵ। ସିଏ କଣ? ଅନରିଏଲ। ତେଣୁ ଅହଙ୍କାରଟା ହଉଛି ଅନରିଏଲ। ଅନରିଏଲ ଉପରେ କେତେ ଆପଣ ଆରୋପିତ କରେଇବେ? ଠିକ। ତ ଅହଙ୍କାର ରେ ଯେତେ 1000ଟା ଇଚ୍ଛା ଥିଲେ ବି ଚିଦାତ୍ମାକୁ କିଛି ହେଲେ ପ୍ରଭାବ ପଡିବନି। ଯୋଉ ସର୍ପକୁ ରଜ୍ଜୁରେ ସର୍ପ ଆପଣ ଦେଖିଥିଲେ, ସେ ସର୍ପ କୁ ଆପଣ ଏହା ଦେଖୁଛନ୍ତି କି ଗୋଟେ ନେଉଳକୁ ମାରିକି ତାର ଲାଲ ହେଇଛି। ଏଣୁ ସେ ସର୍ପକୁ ଆପଣ ଧରିଲେ ବି, ବା ଯିଏ ଧରିବା ଲୋକ ଧରିଲେ ଆଉ ଚିପିଲେ, କୋଉ ରକ୍ତ ବାହାରିଲା, ଲାଇଟ୍ ଅନ୍ ହେଇଗଲା, ସର୍ପ ଗାୟବ। ରସି, ରସିରେ ଗୋଟିଏ ବି ଖୁନ ଧବ୍ବା ନାହିଁ। ଆରେ ଏତେ ଆମେ ଖୁନ ଦେଖିଥିଲୁ ସର୍ପରେ, ସେଟା ମିଥ୍ୟା। ଅଧିଷ୍ଠାନ ଅଧ୍ୟସ୍ତେନ ନ ଲିପ୍ୟତେ, ବିବେକ ଚୂଡାମଣିରେ ଅଛି। ଅଧିଷ୍ଠାନ ଅଭ୍ୟସ୍ତ ଦ୍ୱାରା, ଅଧ୍ୟାସ ଦ୍ୱାରା ଲିପ୍ତ ହବ ନାହିଁ। अप्रवेश चिदात्मान पृथक पश्यन् अहंकृति, अर्थात कौन? हमको अलग अलग देखिए पड़े। ଯେତେବେଳେ H2SO4 ବାହାରେ ନା, ହାଇଡ୍ରୋକ୍ଲୋରିକ ଏସିଡ, ସେତେବେଳେ ରେଡ ଲିଟମସ୍, ଲିଲ ଲିଟମସ୍ ଏମିତି ସବୁ ଥାଏ। ଆମକୁ ପରୀକ୍ଷା କରିବାକୁ ପଡେ, ଅଲଗା ଅଲଗା କରିବାକୁ ପଡେ। ସେମିତି ଆମେ ଅହଙ୍କାରଟା କୋଉଟା, ଚିଦାତ୍ମାଟା କୋଉଟା? ଅହಂ ବ୍ରହ୍ମାସ୍ମି ଚିଦାତ୍ମା, ମୁଁ ଦୁଃଖୀ ଅହଙ୍କାର।
ନିଜକୁ ନିଜେ ଆପଣ କଣ କହୁଛନ୍ତି? ମୁଁ ଦୁଃଖୀ, ମୁଁ ସୁଖୀ, ମୁଁ ଜ୍ଞାନୀ, ମୁଁ ଅଜ୍ଞାନୀ, ବସ୍ ଅହଙ୍କାର ଲେବଲରେ ଆଣନ୍ତୁ। ଚିଦାତ୍ମାରେ ଅହମ୍ ଚିଦାତ୍ମା, ଅହମ୍ ବ୍ରହ୍ମାସ୍ମି। ବड़ा ସୁନ୍ଦର। ହୁଁ, ये अध्यास हेले ही दुख हब, अध्यास नहेले दुख हब। ଆଉ ଗୋଟେ ଦେଖିଦବା। ଇଏ ଆଚ୍ଛା ଯଦି ଇଏ ସ୍ୱାମୀଜୀ 1 ମିନିଟ୍, ଆପଣ ଯୋଉ ଏକ୍ଜାମ୍ପଲ ଦେଇଦେଲେ ଇଏ ଧବା ଆଦି, ଆଚ୍ଛା ଚିଦାତ୍ମାକୁ ଲାଗିଲାନି, କିନ୍ତୁ କାମନାଟା ତ ଅଛି ନା, ଅହଙ୍କାରକୁ ତ ଲାଗିବ ନା? ହଁ, ତାହେଲେ ନା ଅହଙ୍କାରକୁ ଲାଗୁ, ସେଥିପାଇଁ ଆମେ ଦୁଃଖ ହଉଛି ନାଇଁ? ଅହଙ୍କାରକୁ ଯେତେବେଳେ ଲାଗୁଛି, ତମେ ଅହଙ୍କାର ବୋଲି ଭାବୁଛ ନା? ତମେ କୁହ ନିଜେ, why you are thinking that you are ego, why you are thinking that you are ଅହଙ୍କାର? ତୁମେ ନିଜକୁ ଚିଦାତ୍ମା କାହିଁ ଭାବୁନ? ନା କିନ୍ତୁ ସ୍ୱାମୀଜୀ ବ୍ୟବହାରରେ କାମନା ତ ଅଛି ନା, ଆମ ଭିତରେ କାମନା ଆସୁଛି, ଦୁଃଖ ହଉଛି, ଇଏ ହଉଛି। ଭାବ ଶବ୍ଦ ଆସିବ ପ୍ରାରବ୍ଧ। ଗୋଟେ ରିଲଟେ ଦେଖୁଥିଲି, ଗୋଟେ ଗାଁରେ ଗୋଟେ ଟିଚର ଆସିଲା। ଟିଚର ଆସିଲେ, ତାକୁ ଚେୟାରରେ ବସେଇଲେ, ଗୋଟେ ଥାଳିଟେ ଦେଲେ ଏବଂ ଗୋଟେ ଗ୍ଲାସଟେ ଦେଲେ। କହିଲେ ये जो लस्सी है, ये लस्सी पियंतो, और ये जो एटार हूँ थाली अच्छी, एटार पूरी और सब्जी। बोले ये क्या बात है, एटा किसी नहीं, ना मान के खाइए ना, ये लस्सी है, ଆପଣ ମାନନ୍ତୁ। ଏମିତି କେମିତି ମାନଯିବେ ନା? ଆପଣ ଯେତେବେଳେ ପାଠ ପଢୁଥିଲେ ଗଣିତକୁ, ମାନ लो ଦିସ୍ ଇଜ ଏକ୍ସ କହିଥିଲେ କି ନା? ମାନୁଥିଲୁ କି ନାହିଁ? ସପୋଜ ଦିସ୍ ଇଜ ଏକ୍ସ, ସପୋଜ ଦିସ୍ ଇଜ ୱାଇ, ସପୋଜ ଦିସ୍ ଇଜ ଜେଡ, ଏମିତି କହି କହି ଆମକୁ ଗଣିତ ଶିଖେଇଲେ। ବର୍ତ୍ତମାନ ଆମେ ମାନିବା କହିଲେ ହଉନି, ସତ କଥା ବି। ତ ସପୋଜ ମାନେ କାମନା ଆମ ଭିତରେ ଅଛି, ସପୋଜ ଆମ ଭିତରେ କାମନା ସବୁ ହଇରାଣ କରୁଛି ନା? ହଁ, ଆମ ନିଜର ହିଁ, ଆଉ ବାହାରର କାମନା ଆସୁନି, ଆମର ହିଁ କଳ୍ପନା। ତ ଏଇଟା ପ୍ରାରବ୍ଧ ବଶରେ ଭାବିକି ଚୁପଚାପ ରୁହ ବାବା। ହିନ୍ଦୀରେ କହନ୍ତି ପି ଯାଅ, ପିନା ଶିଖୋ। ଏବେ ମୁଁ ଯେତେବେଳେ ଏଇଠି ଥାଏ, ମାନେ ପଟିଆଲାର କଥା କହୁଛି, ରାଞ୍ଚିରେ ତ ବହୁତ ମୁସ୍କିଲ ହେଲା। ଏବଂ ଏଠି କିଏ ଜଣେ କି କମ୍ପ୍ଲେନ ହେଲା, ପି ଯାओ ना, क्यों बार बार कंप्लेन देते हो, पीना सीखो। पीना सीखो माने नो कंप्लेन। तो ये प्रारब्ध बोली भाव। आज 263 देखिदेगी जीवा। ग्रंथि भेदेपि संभाव्या, ग्रन्थिभेदेऽपि सम्भाव्या इच्छा प्रारब्ध दोषतः, इच्छा प्रारब्धदोषतः बुद्ध्यापि पाप बाहुल्यात्, बुद्ध्वापि पापबाहुल्यात् असंतोषो यथा तव। असन्तोषो यथा तव। ଯଦି ଏ ଗ୍ରନ୍ଥି ଅଛି, କାମନା ଅଛି, ଜାଣ ଇଏ ପ୍ରାରବ୍ଧ। ଏଥିପାଇଁ ପ୍ରାରବ୍ଧ ଯୋଗୁଁ ତୁମକୁ ଅସନ୍ତୁଷ୍ଟ ହଉଛି। ତମେ ସବୁ ଜାଣିବା ସତ୍ତ୍ୱେ କି ମୁଁ ଅଦ୍ୱୈତ ତତ୍ଵ, ତଥାପି କାହିଁକି ହଉଛି? କାରଣ ଏ ତୁମର ପାପ କର୍ମ ଯୋଗୁଁ। ପ୍ରାରବ୍ଧ ହିଁ ପାପ କର୍ମ ହେଇକି ଆସୁଛି, ଆଉ ପାପ କର୍ମ ହେଲେ ମନର ଅସନ୍ତୋଷ ହବ, ଆଉ ଜ୍ଞାନମ୍ ନ ଉତ୍ପଦ୍ୟତେ। ତେଣୁ ତମେ ଅସନ୍ତୁଷ୍ଟ ରହୁଛି। ତମେ ଏଇଟା ଭାବ, ତମେ ବାରମ୍ବାର ବାରମ୍ବାର କାହିଁ ନା କାହିଁ ବିଚାର କର। ବड़ा ସୁନ୍ଦର ବିଚାର କରୁଛି ନା? ତେଣୁ ଯଦି ଆପଣ କଣ୍ଟିନ୍ୟୁ ଶୁଣି ପାରୁନାହାନ୍ତି, ନିଜର ପ୍ରାରବ୍ଧ। ଶୁଣିକି ବୁଝି ପାରୁନାହାନ୍ତି, ନିଜର ପ୍ରାରବ୍ଧ। ଏହା ଭାବ। ଫିର ଆଗେ କାଲି ଆମେ ଦେଖିବା। ଓକେ, ମୁଁ ବର୍ତ୍ତମାନ